तब आगमे स्वर्गीय शांति हरारे उइला। तब आगमे अशांत हृदय शांति विराजिला। तुम बिना प्रभु के देई पारे शांति पृथ्वी रे। तुम बिना प्रभु के देई पारे शांति पृथ्वी रे। हे शांति राजन हेउ तुम बंधन। आसिल तुमे शांति होई धरारे। हेउ प्रभु हे तुम जय सर्वत्र रे। प्रिय श्रोता बंधु, प्रभु श्री ख्रीष्ट महत् नाम आपन को शुभेच्छा। पवित्र बाइबल माथ्यू लिखित सुसमाचार 11 अध्याय 29 पदरे आम मैंने यहपरि पाठ करूँ। मोहर जुआली आपणा आपणा उपरे घेण, पुणी मो निकटरू शिख, कारण मु मृदुशील ओ नम्रचित, आउ तुम्भे मैंने आपणा आपणा आत्मारे विश्राम पाइब। प्रभु यीशु ख्रीष्ट कहते तुम्भे मैंने आपणा आपणा आत्मारे बा मनरे विश्राम पाइब। मनुष्यर मन ताहार जीवनर दर्पण अटे। सर्वप्रथमतः प्रत्येक मनुष्य निजर आत्मारे विश्राम पाइबाकू चाहे। द्वितीयतः आत्मारे विश्राम प्राप्त हेबार एकमात्र मार्ग प्रभु यीशु ख्रीष्टଙ୍କ निकटକୁ आसी ତାହାଙ୍କ ସୁସମାଚାର ବାକ୍ୟ ଗ୍ରହଣ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଜ୍ଞାନ ପ୍ରାପ୍ତ ହେବା ଦ୍ୱାରା ସୁସମାଚାରରେ ଈଶ୍ୱରଙ୍କର ପ୍ରେମ ଓ କାର୍ଯ୍ୟର ବୃଦ୍ଧି ସେ ପ୍ରାପ୍ତ ହୁଏ। କ୍ରୁଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନରେ ଈଶ୍ୱରଙ୍କର ପ୍ରେମ ମନୁଷ୍ୟ ପ୍ରତି ପ୍ରକାଶିତ ହୁଏ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଈଶ୍ୱର ମନୁଷ୍ୟକୁ କ୍ଷମା କରନ୍ତି। ପାପ ହେତୁ ମନୁଷ୍ୟର ମନ ଉଦ୍ବିଗ୍ନ ହୋଇଥାଏ। ଯେପରି ଝଡ଼ରେ ସମୁଦ୍ରର ଉତ୍ତାଳ ତରଙ୍ଗରେ ସମୁଦ୍ର ଅଶାନ୍ତ ହୁଏ, ସେହିପରି ପାପ ହେତୁ ମନୁଷ୍ୟର ମନ ଅଶାନ୍ତ ହୋଇଥାଏ। ମାତ୍ର ଯେ କେହି ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ପାପ କ୍ଷମା ପ୍ରାପ୍ତ ହୋଇ ଆପଣାର ଆତ୍ମାରେ ବିଶ୍ରାମ ପ୍ରାପ୍ତ ହୁଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆପଣ ମଧ୍ୟ ଯେପରି ଆପଣଙ୍କ ଆତ୍ମାରେ ବିଶ୍ରାମ ପ୍ରାପ୍ତ ହୋଇପାରନ୍ତି, ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଆମର ଏହି ପ୍ରାର୍ଥନା।